ନାଥ ସାଙ୍ଗମାନେ ତ ଦେଖନ୍ତୁ ଓଡ଼ିଶା ପୁଲିସ ଯେଉଁ ଆମର ରିକ୍ରୁଟମେଣ୍ଟ ବନ୍ଦ ହେଇକି ଥିଲା ଆସୁନଥିଲା ତାର ସମ୍ପୂର୍ଣ୍ଣ ବାଟ ଖୋଲା ହେଇସାରିଛି। ଆପଣମାନଙ୍କର ଭ୍ୟାକେନ୍ସି ବହୁତ ଶୀଘ୍ର ଆସିବା ପାଇଁ ଯାଉଛି। ଡିଟେଲ୍ସ ଆପଣଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ବୁଝେଇବି। ଟୋଟାଲ ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯାହା ବି ଅପଡ଼େଟ୍ ଆସିବ ସର୍ବପ୍ରଥମେ ଆପଣମାନେ ଚ୍ୟାନେଲ ମାଧ୍ୟମରେ ପାଇପାରିବେ। ଓକେ, ତ ଯିବା ଡିଟେଲ୍ସ ଉପରକୁ। ତା ପୂର୍ବରୁ ଦେଖନ୍ତୁ ସମୟ ଆସିସାରିଛି। ଆପଣମାନଙ୍କୁ ଏବେ ପ୍ରାକ୍ଟିସ୍ କରିବାର ବହୁତ ଦରକାର। ତ ସେଥିପାଇଁ ଆପଣମାନେ ମକ୍ ଟେଷ୍ଟ ପ୍ରାକ୍ଟିସ୍ କରିପାରିବେ। ମାତ୍ର 98ରେ ଆପଣମାନେ OISF ସିଭିଲ୍ ଯେଉଁ ଆମର କନେଷ୍ଟବଳର ମକ୍ ଟେଷ୍ଟ ଗ୍ରୁପ୍ରେ ଜଏନ୍ ହେଇପାରିବେ। ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ଏଇ ଯେଉଁ ନମ୍ବରଟି ହ୍ୱାଟ୍ସଆପ୍ ଦେଖାଯାଉଛି ଏ ନମ୍ବରରେ ହ୍ୱାଟ୍ସଆପ୍ରେ ମେସେଜ୍ କରିପାରିବେ। ମାତ୍ର 5998 ରହୁଛି। ଆଉ ଯଦି ଫରେଷ୍ଟ ଗାର୍ଡ଼ ପାଇଁ ବି ଆପଣମାନେ ପ୍ରାକ୍ଟିସ୍ କରୁଛନ୍ତି 59ରେ ଜଏନ୍ ହେଇପାରିବେ। ଓକେ, ତ ଯିବା ଡିଟେଲ୍ସ ଉପରକୁ। ଦେଖନ୍ତୁ ଯେଉଁମାନେ ଇଣ୍ଟରେଷ୍ଟେଡ୍ ଅଛନ୍ତି ମକ୍ ଟେଷ୍ଟ ପ୍ରାକ୍ଟିସ୍ କରିକି ସକ୍ସେସ୍ ପାଇବା ପାଇଁ ତ ଏଇ ହ୍ୱାଟ୍ସଆପ୍ରେ ଆପଣମାନେ ମେସେଜ୍ କରନ୍ତୁ। ତ ଯିବା, ତ ଦେଖନ୍ତୁ OUSSSC ଆମର ଯେଉଁ ନୂଆ ରିକ୍ରୁଟମେଣ୍ଟ ବୋର୍ଡ଼ ତିଆରି ହେଇଥିଲା ତ ତାର ବର୍ତ୍ତମାନ ସମ୍ପୂର୍ଣ୍ଣ ସରିଛି। ଆପଣମାନଙ୍କର ଯିଏକି ଆପଣମାନଙ୍କର ଯେଉଁ ତାର ଅଧ୍ୟକ୍ଷ ବର୍ତ୍ତମାନ ରଶ୍ମି ରଞ୍ଜନ ସ୍ୱାଇଁ ଆମର ଯିଏକି ଥିଲେ IPS ସେ ନିଯୁକ୍ତି ହେଇଛନ୍ତି। ତ ବର୍ତ୍ତମାନ ଆପଣମାନଙ୍କର ସମୟ ହାତରେ ବହୁତ କମ୍, କାହିଁକିନା ତାଙ୍କର ଫାଷ୍ଟ ପ୍ରାୟୋରିଟି ରହିବ ଆପଣମାନଙ୍କର SIର ଏକ୍ଜାମ୍ ଯେଉଁ ଅଛି ସେଇଟାକୁ କ୍ଲିଅର୍ କରିବା ଆଉ ନୋଟିଫିକେସନ୍ କାଢ଼ିବା। ଦେଖନ୍ତୁ ଯିଏ ବି ଯେକୌଣସି ପଦବୀରେ ଫାଷ୍ଟ ଆସନ୍ତି ଫାଷ୍ଟ ଆପଣମାନେ ଜାଣିଥିବେ ସେ ଟିକେ ବହୁତ କିଛି କରିବା ପାଇଁ ଚେଷ୍ଟା କରିବେ। ତ ଆପଣମାନେ ଭାବି ଚାଲନ୍ତୁ। ଦେଖନ୍ତୁ ଆମର ଏପ୍ରିଲ 16ରୁ ଷ୍ଟାର୍ଟ ହେଇଯାଉଛି ପରୀକ୍ଷା ଫରେଷ୍ଟ ଗାର୍ଡ଼ର। ତ ତା ଭିତରେ ଏଇ ଯେଉଁ ମାସେ ଭିତରେ ଆପଣମାନଙ୍କର SIର ଏକ୍ଜାମ୍ ହେବାର ବହୁତ ଚାନ୍ସେସ୍ ରହୁଛି। ତ ସେଥିପାଇଁ ଆପଣମାନେ ପ୍ରିପାରେସନ୍ ହୁଅନ୍ତୁ ଆଉ ନୋଟିଫିକେସନ୍ ଆସିବାଟା ହିଁ ଆସିଯିବ ଏପ୍ରିଲ ମାସ ଭିତରେ। ଆପଣମାନଙ୍କର ସିଭିଲ୍ କନେଷ୍ଟବଳର 100% ନୋଟିଫିକେସନ୍ ଏପ୍ରିଲ ଭିତରେ ହିଁ ଆସିଯିବ। ଓକେ, ଏପ୍ରିଲ ଭିତରେ ମାନେ ମାର୍ଚ୍ଚ ନୁହଁ, ମାର୍ଚ୍ଚ ଏପ୍ରିଲ ହେଲା, ଏ 2 ମାସ ଭିତରେ ଆପଣମାନଙ୍କର ଆସିଯିବ। ତ ପାଖାପାଖି 4800ରୁ 5000 ପଦବୀ ପାଖାପାଖି ଆପଣମାନଙ୍କର ଆସିଯିବ। ଆଉ ଯେଉଁ କହୁଥିଲି OISF ଏ ବର୍ଷ ବି ଆସିବାର ବହୁତ ଚାନ୍ସେସ୍ ବଢ଼ିଗଲା ବର୍ତ୍ତମାନ, କିନ୍ତୁ କମ୍ ପଦବୀ ଆସିବ। ଆପଣମାନେ ଯେଉଁ ଯାହା ବି ଆମେ ଆଗୁଆ ଆକଳନ କରିଥିଲେ 3500 4500 ତ ଏତେ ସବୁ ଭ୍ୟାକେନ୍ସି ଆସିବନି, ବହୁତ କମ୍ ଭ୍ୟାକେନ୍ସି ଆସିବ। ତ ସେଥିପାଇଁ ଆପଣମାନେ ପ୍ରିପାରେସନ୍ କରନ୍ତୁ। ଆଉ ଯେଉଁମାନେ ଓଡ଼ିଶା ପୁଲିସ ଆସ୍ପିରାଣ୍ଟ ଅଛନ୍ତି ତ ତାଙ୍କ ପାଇଁ ବ୍ୟାକ୍ ଟୁ ବ୍ୟାକ୍ ସରପ୍ରାଇଜ୍ ଆସିବାର ଅଛି। ତ ଆପଣମାନେ ପ୍ରସ୍ତୁତ ରୁହନ୍ତୁ, ନିଜକୁ ପୁରା ଷ୍ଟ୍ରଙ୍ଗ କରି ରଖନ୍ତୁ। ଯାହା ବି ଆସିଲେ କିଛି ବି ଛାଡ଼ିବେନି, ସବୁ ବଜେଇବା ପାଇଁ ଚେଷ୍ଟା କରିବେ। ଓକେ, ତ ଏତିକି ଥିଲା। ବର୍ତ୍ତମାନ ସମ୍ପୂର୍ଣ୍ଣ ବାଟ ତ ଫିଟି ଯାଇଛି। ଏବେ ଆପଣମାନଙ୍କର କାମ ହେଲା ପଢ଼ାପଢ଼ି କରିବା। ପୁରା ମାନେ ଦେଖନ୍ତୁ ପୂର୍ବରୁ ବହୁତ ସାରା ଏକ୍ଜାମ୍ ହେଇଛି, ପଢ଼ିକି ମଧ୍ୟ ବି ସେଥିରେ ସକ୍ସେସ୍ ପାଇନାହାନ୍ତି। ତ ଆପଣମାନଙ୍କର ପାଖରେ ବର୍ତ୍ତମାନ ବି ସମୟ ଅଛି ସେ ଭୁଲଟାକୁ ସୁଧାରିକି ଆପଣମାନେ ଆଗକୁ ବଢ଼ିବାକୁ ହେଲେ ନୂଆ କିଛି ଭାବିକିରି ତା ଦେହରେ ନୂଆ ଆଡ଼୍ କରିକି ପଢ଼ିବାର ଅଛି ହେଲା। ତ ସେଥିପାଇଁ ପ୍ରିପାରେସନ୍ଟାକୁ ବହୁତ ଭଲରେ ରଖନ୍ତୁ। ଆଉ ଓଡ଼ିଶା ପୁଲିସର ଦେଖନ୍ତୁ ଆପଣମାନଙ୍କର ନୋଟିଫିକେସନ୍ ଆସିଲା ପରେ ଆପଣମାନଙ୍କର ବହୁତ ଶୀଘ୍ର ଏକ୍ଜାମ୍ କରିନିଏ। ତ ସେଥିପାଇଁ ଆପଣମାନଙ୍କ ହାତରେ ସମୟ ହିଁ ରହିବନି। ତ ଦେଖନ୍ତୁ ଆପଣମାନଙ୍କର ଗୋଟେ ମାସ ରହିଲା ଫରେଷ୍ଟ ଗାର୍ଡ଼ର ଏକ୍ଜାମ୍। ଓକେ, ତ ସେଇ ଅନୁସାରେ ଆପଣମାନଙ୍କର ଓଡ଼ିଶା ପୁଲିସ ପରେ ଆପଣମାନଙ୍କର ଏକ୍ଜାମ୍ ଆସିଯିବ। ଯେଉଁ ଆମର ପାଖାପାଖି କହିବାକୁ ଗଲେ ଆପଣମାନଙ୍କର 3-4 ମାସ ଭିତରେ ଓଡ଼ିଶା ପୁଲିସର କନେଷ୍ଟବଳର ନିଯୁକ୍ତି ସମ୍ପୂର୍ଣ୍ଣ ଯେଉଁ ପ୍ରୋସେସ୍ଟା ସରିବ। ଓକେ, ତ ଆପଣମାନେ ରେଡ଼ି ରୁହନ୍ତୁ। ଦେଖିବା କ'ଣ ସବୁ ଆସୁଛି ଅଫିସିଆଲ ନୋଟିସ୍, ଆମେ ଅପେକ୍ଷା କରିବା। ତ ସେଥିପାଇଁ ଚ୍ୟାନେଲ୍ ସବସ୍କ୍ରାଇବ୍ କରି ରଖନ୍ତୁ। ଯାହା ବି ଅପଡ଼େଟ୍ ଆସିଲେ ଆପଣମାନେ ଚ୍ୟାନେଲ୍ ମାଧ୍ୟମରେ ପାଇପାରିବେ।